ଗୁଣି ଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଟିକାବାଲି ପୁଲିସ। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଚୂନଘାଟି ଜଙ୍ଗଲରୁ ମିଳିଥିବା ଅର୍ଦ୍ଧଦଗ୍ଧ ଶବ ମାମଲାର 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ମୃତକ ହେଲେ ଖଲିବେରଣା ଗାଁର ଦୁର୍ଯ୍ୟୋଧନ ବଗର୍ତ୍ତୀ। ଗୁଣି କରି ମୃତ୍ୟୁ ଘଟାଇଥିବା ସନ୍ଦେହରୁ ପ୍ରତିଶୋଧ ନେଇ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ପୋଡ଼ି ଦିଆଯାଇଥିଲା। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ସିନ୍ ରିକ୍ରିଏସନ୍ କରି ଏ ମାମଲାର ତଦନ୍ତ ଜାରି ରଖିଛି। ଅନ୍ଧବିଶ୍ୱାସ ଜନିତ ଏହି ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୋ ନାମ ସାର୍ ଦାସରଥୀ ବଗର୍ତ୍ତୀ। ମୋ ଘର ସାର୍ ଖଲିବେରଣା। ଆଉ ମୋ ପଞ୍ଚାୟତ ସାର୍ ଆଦନୁଆ ଗାଁ। ଆଉ ମୋର ଥାନା ହଉଛି ଖଜୁରୀପଡ଼ା ସାର୍। ଆଉ ମୋ ଥାନା ଖଜୁରୀପଡ଼ା ସାର୍, ଜିଲ୍ଲା ସାର୍ କନ୍ଧମାଳ। ଗୋଟେ ସାର୍ ଟିକେ କାହାର କିଛି କରେନି ସାର୍, କିନ୍ତୁ ଟିକେ ତାକୁ ସାର୍ ଆମ ମାଳ ହିସାବରେ ଟିକେ ତାକୁ ଝଡ଼ା ପକା ମାନେ ବୁଝିପାରିଲେ ତ? ଶିଖେ ସାର୍ ଜାଣି ସେଥିମଧ୍ୟରେ ସାର୍ ତାଙ୍କୁ ଇଏ ମାରିଦେଲା ବେଳେ ସାର୍ ତାଙ୍କୁ ଗରଜ କରିକି ସେମାନେ ମାରି ଦେଇଛନ୍ତି ସାର୍। କେବେର ଘଟଣା ଏଇଟା? ଏ ରବିବାର ସାର୍। ଆପଣ କେମିତି ଜାଣିଲେ? ସାର୍ ମୋ ପୁଅଟା ସାର୍ ମୋ ଘରକୁ ଗଲା ସାର୍, ଚିକେନ ଟିକେ ଆଣି ବାପା ଖାଇବା ବୋଲି ଗଲା। ଯେତେବେଳେ ଖାଇବା ବୋଲି ଗଲା ସାର୍, ମୁଁ ମୋ ପୁଅ ଗଲା ସାର୍, ସେ ସନ୍ଧ୍ୟା 6ଟା ବେଳେ ଗଲା ସାର୍। ସେ ସନ୍ଧ୍ୟା 6ଟାରେ ସାର୍ ମୁଁ 9ଟା ପର୍ଯ୍ୟନ୍ତ ଜଗିଲି। ମୋ ପୁଅ ଆସି ଖାଇଲାନି। ସେଠୁ ମୁଁ ଖୋଜିବା ପାଇଁ ଗଲି ମୋ ପୁଅକୁ ମୁଁ ପାଇଲି ନାହିଁ। ସେଠୁ ମୁଁ ଆସିକି ସାର୍ ଚୁପଚାପ ଘରେ ରହିଲି। ଆଉ ସେଥିମଧ୍ୟରେ ସାର୍ ଏ କାଣ୍ଡ ହୋଇଛି ସାର୍। ମୋ ପୁଅ ଯଦି ରାତି ଖଣ୍ଡେ ରହିଗଲା, କୁଆଡ଼େ ଗଲା କ'ଣ କଲା ବୋଲି ସାର୍ ମୁଁ ବହୁତ ଖୋଜିଲି। ବହୁତ ଖୋଜିବା ପରେ ବି ସାର୍ ମୁଁ କିଛି ଅନୁସନ୍ଧାନ ପାଇଲିନି। ତାପରେ ସାର୍ ମୁଁ ମୋ ଥାନାକୁ ସାର୍ ଖଜୁରୀପଡ଼ା, ମୋ ଥାନା ଅଛି ଖଜୁରୀପଡ଼ା କରି ସାର୍ ଏଫଆଇଆର କଲି। ସେଠୁ ସାର୍ କହିଲେ ଯେ ହଁ କୁଆଡ଼େ ଯାଇଥିବ କ'ଣ କରିଥିବ, ନା କୁଆଡ଼େ ଯାଇଥିବ କ'ଣ କରିଥିବ, ତମେ ଟିକେ ଭଲରେ ଅନୁସନ୍ଧାନ ନିଅ ବୋଇଲେ ସାର୍ ମୁଁ ଏଫଆଇଆର ଦେଲି। ଆଉ ମୁଁ ଟିକେ ଅନୁସନ୍ଧାନ କରି ସାର୍ ମୁଁ ସବୁ ଖୋଜି ନେଲି ସାର୍। ଆଉ ଖୋଜି ନେଇ ସାର୍ ମୁଁ ଗୋଟେ କ'ଣ ବୋଲିକିରି ଖୋଜି ଆଣିବା ସମୟରେ ସାର୍ ଏମାନେ କ'ଣ କରିବେ ସାର୍, ସେ ଚୂନଘାଟିରେ ସାର୍ ଆଣିକିରି ଆକୁ ମାରିକିରି ପକେଇ ଦେଇଛନ୍ତି। ଖାଲି ପକାଇଥିଲା ନା ପୋଡ଼ି ଦେଇଛନ୍ତି ସାର୍, ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି ସାର୍। ଏରେ କେମିତି ଜାଣିଲ ତମେ? ମୁଁ ସାର୍ ଖୋଜି ନେଲି ପରା ସାର୍, ସବୁ ଯାକ ଖୋଜି ନେଲି। ମୋର 10, 15, 20 ପିଲା ଧରିକି ଖୋଜି ନେବା ସମୟରେ ସାର୍ ଯେତେବେଳେ ଆମେ ଜଙ୍ଗଲ ପାହାଡ଼ କୁଟି କ'ଣ ସାର୍ ଖୋଜି ନେଉଛୁ, ଖୋଜି ନେଲା ପରେ ସାର୍ ମୁଁ ସାର୍ ସେ ଲାଇନଟା ଧରିଛି ସାର୍। ଭଗବାନଙ୍କୁ ଦେଖିବା ବେଳେ ସାର୍ ମୁଁ ସେ ଲାଇନଟା ଧରିଛି ସାର୍। ଫଟୋ ମୋ ହାବୁଡ଼େ ପଡ଼ିଗଲା। ଯେହେତୁ ମୁଁ ଜନ୍ମ କରିଛି ସାର୍, ମୁଁ ମୋ ପୁଅର ଚିହ୍ନଟା ସାର୍ ପାଇପାରିଲି। ମୋ ପୁଅ କୋଉ ଡ୍ରେସ୍ ପିନ୍ଧିଥିଲା, କୋଉ ଚପଲ ପିନ୍ଧିଥିଲା, ଚପଲ ତ ପାଇଲି ନାହିଁ ସାର୍। ଆଉ କୋଉ ଡ୍ରେସ୍ ପିନ୍ଧିଥିଲା, କ'ଣ ପ୍ୟାଣ୍ଟ ପିନ୍ଧିଥିଲା, କ'ଣ ସାର୍ଟ ପିନ୍ଧିଥିଲା ସାର୍, ସେ ସାର୍ଟ, ଚପଲ ଆଉ ପାଦ ଚିହ୍ନରେ, ଆଙ୍ଗୁଠି ଚିହ୍ନରେ ସାର୍ ମୁଁ ଧରା ପାଇଲି। ସେଠୁ ପାଇଲି ଯେ ଏଇଟା ହିଁ ମୋ ପୁଅ କହିଲି ସାର୍। ହେଲେ ଆପଣ କ'ଣ ଚାହୁଁଛନ୍ତି ବର୍ତ୍ତମାନ? କ'ଣ ପାଇବି ସାର୍, ମୁଁ କହୁଥିଲି ସାର୍ ତାଙ୍କୁ କେମିତି ବର୍ତ୍ତମାନକୁ ମାନେ କ'ଣ ସାର୍ ଜାଣି ଜୀବନ ପାଇଁରେ, କିନ୍ତୁ ତାଙ୍କୁ ସାର୍ ମୁକ୍ତି ଦେବା ପାଇଁ ମୁଁ ଚାହୁଁଛି। 4 ତାରିଖ 4/1/2026 ଦିନ ଯୋଉଟା ଆମର ଖଜୁରୀପଡ଼ାରେ ଗୋଟେ 6 ତାରିଖରେ 6/1/26ରେ ଗୋଟେ ମେନ୍ ମିଟିଂ ହେଇଥିଲା 2/26। ସେ ସଂକ୍ରାନ୍ତରେ ଆମେ ଗତକାଲି 7 ତାରିଖ ଦିନ ଆମର ଗୋଟେ ଥାନାରେ ଡେଡ୍ ବଡି ପୋଡ଼ା ହେଇଥିବା ଅବସ୍ଥାରେ ଚୂନପଡ଼େ ଘାଟି ପାଖରେ ଆମର ମିଳିଲା। ସେ ବାବଦ ନେଇକରି ତାର ବାପା ବିଚିତ୍ର ବାପା ଦାସରଥୀ ବଗର୍ତ୍ତୀଙ୍କ ରିପୋର୍ଟ ଉପରେ ଆମେ ଟିକାବାଲି ଥାନା PS କେସ୍ ନମ୍ବର 5/2026 ଅଣ୍ଡର ସେକ୍ସନ 103+1 /238/3+5 BNS /34 ୱିଚକ୍ରାଫ୍ଟ ଏକ୍ଟରେ ଆମେ ରେଜିଷ୍ଟର କରିଛୁ। ଉକ୍ତ କେସ୍ରେ ଆମେ 3 ଜଣ ଏକ୍ୟୁଜ୍ଡକୁ ଆପ୍ରିହେଣ୍ଡ କରିଛୁ। ସେ 3 ଜଣ ଏକ୍ୟୁଜ୍ ଭିତରେ ହେଲେ ଗୋଟେ ପ୍ରକାଶ ହଂସ 21 ବର୍ଷ, ତାର ସାଙ୍ଗ ଜିତେନ୍ଦ୍ର ଗୁରୁ 23 ବର୍ଷ ଏବଂ ପ୍ରକାଶର ଭାଇ ନିତେଶ ହଂସ 27 ବର୍ଷ। ଏ 3 ଜଣ ଭିତରୁ ଘଟଣା ଏଇଆ ହେଇଛି, ଗତ 4 ତାରିଖ ଦିନ ଡିସିଜ୍ ଦୁର୍ଯ୍ୟୋଧନ ବଗର୍ତ୍ତୀ ତା ନିଜ ବାପା ଦେଇଥିବା କିଛି ଧାନକୁ ନେଇକିରି ତାର ଯେଉଁ ଖଲିବେରଣା ଗାଁର ପାଖରେ ଗାଁ ଅଛି ଗୋଟେ ଆର୍ ନୂଆ ଗାଁ, ସେଠୁ ଜଣକ ଘରକୁ ଯାଇଥିଲା। ସେ ଧାନ ବିକିଲା, ଜଣକୁ କହର ବୋଲି ଯେଉଁ ଅଛି ତାଙ୍କ ଘରେ ସେ ଧାନ ବିକି ପଇସା ଆଣିଲା।
ଏବଂ ଚିକେନ କିଛି ନେଇ ଘରକୁ ଫେରୁଥିଲା। ପ୍ରାୟ ରାତି 8:30ରୁ 9ଟା ଭିତରେ ହେବ ଆଗରୁ ରାଗ ରଖିଥିବା ପ୍ରକାଶ ହଂସ, ଯୋଉଟାକି ଗତ 7 ମାସ ତଳେ ଜୁନ 2025ରେ ପ୍ରକାଶ ହଂସର ଭାଇ ମାନସ ହଂସ ମୃତ୍ୟୁବରଣ କରିଥିଲା ହଠାତ୍। ଏବଂ ସେଇ ମୃତ୍ୟୁବରଣର କାରଣ ଥିଲା ତା ହିସାବରେ ଯେ ତାକୁ ଗୁଣି ଗାରେଡ଼ି କରିକି ମାରି ଦିଆଯାଇଛି ଏବଂ ତାର ରାଗ ଆମର ଡିସିଜ୍ ଯିଏ ଥିଲା ଦୁର୍ଯ୍ୟୋଧନ ବଗର୍ତ୍ତୀ ଉପରେ ଥିଲା। ତେଣୁ ସେ ଆଗରୁ ପିଟିଆର ହେଇ ରହିଥିଲା। ସେଇ PWD ରୋଡ ଯୋଉ ଖଲିବାନା ରୋଡ ଅଛି ଲୁଚିକି ରହିଥିଲା। ତା ସାଙ୍ଗ ମଧ୍ୟ ତା ସହିତ ଥିଲା ଜିତେନ୍ଦ୍ର ଗୁରୁ ମଧ୍ୟ ଥିଲା। ଯୋଉ ଗାଈ ବାନ୍ଧିବାର ଗୋଟେ ଥାଏ ବଡ ପିଆଶାଳ ଲାଠି, ସେ ଲାଠି ନେଇ ଅତର୍କିତ ଭାବରେ ସେ ସାଇକେଲ ଆସୁଥିଲା, ତା ମୁଣ୍ଡରେ ପ୍ରହାର କଲା। ଇଏ ଯେତେବେଳେ କନସିୟସ୍ ପଡିଗଲା, ପ୍ରଫ୍ୟୁଜ ବ୍ଲିଡିଂ ହେଲା, ତାକୁ ଟାଣିକିରି କିଛି ଦୂରରେ ଯୋଉ ଲଟା ଅଛି ଯୋଉଟାକି ବୁଦା ଅଛି ସେ ପାଖକୁ ନେଇଗଲେ ଏବଂ ଅଚେତ ଅବସ୍ଥାରେ କାଲି ନ ମରିଛ ବୋଲି ପୁଣି ଆଉ ଗୋଟେ ପଥରରେ ମଧ୍ୟ ତା ମୁଣ୍ଡ ପକାଇ ଦେଇକିରି ତା ମୁଣ୍ଡକୁ ଚୂନା କରିଦେଇଥିଲେ। ଏବଂ ଏଇ ହେଲା ପରେ ସେଟାକୁ ବହୁତ ଟେକ୍ନିକାଲି ସେମାନେ ସେଇ ଜିତେନ୍ଦ୍ର ଗୁରୁ ସେଇ ସମୟରେ ଏକ୍ସେପ୍ଟ କରିଗଲା। ତା ଭାଇ ପ୍ରକାଶ ନିଜର ଭାଇ ମୁକେଶ ହଂସକୁ ଫୋନରେ ଡାକିଲା ଏବଂ ଦୁହେଁ ମିଶି ତାଙ୍କର ନିଜର ଗାଡ଼ି ଯୋଉ ପଲସାର ବ୍ଲୁ କଲର ଅଛି ତାକୁ ଡିଷ୍ଟ୍ରିକ୍ଟକୁ ନେଇ ସେମାନେ ବସ୍ରା ରାସ୍ତାର ଯୋଉ ଅଛି ଆମର ଚୁନପଲ୍ଲୀ ଘାଟିରେ ପାହାଡ଼ ତଳକୁ ଫିଙ୍ଗି ଏବଂ ଏଇଟା ଆମେ ପାଇଲା ପରେ ଟୋଟାଲ ପିକ୍ଚର ଆମର ଜାଣି ପକାଇ ପାଇଲୁ ଯେ ପ୍ରକୃତିରେ ଘଟଣାଟା ଆଗର ପ୍ରତିଶୋଧମୂଳକ କରା ହେଇ ପ୍ରକାଶ ହଂସ ତା ସାଙ୍ଗ ଜିତେନ୍ଦ୍ର ଗୁରୁ ଏବଂ ସେଥିରେ ସାହାଯ୍ୟ କରିଥିବା ତାର ବଡ଼ ଭାଇ ମୁକେଶ ହଂସ ଦ୍ୱାରା ଏଇ ମର୍ଡର କାର୍ଯ୍ୟକ୍ରମ ହେଇଛି। ଫିଙ୍ଗିଦେଲା ପରେ ସେ କ'ଣ ଅଛି ଫିଙ୍ଗିଦେଲା ପରେ କେମିତି ଭାବେ ମାନେ ପକାଇଥିଲେ ସେ ଡିସାପିୟରାନ୍ସ ଅଫ୍ ଏଭିଡେନ୍ସ ଯୋଉଟା କରିଛନ୍ତି ଏଇ କେସରେ ସେମାନେ ଚେଷ୍ଟା କରିଛନ୍ତି ଯେ ମୃତକକୁ କୌଣସି ହିସାବରେ ଖବର ନ ମିଳୁ। ତେଣୁକରି 4 ତାରିଖ ଆପଣଙ୍କର ଘଟଣା ଦେଖନ୍ତୁ, ସେଇଟାକୁ ସେମାନେ ଫିଙ୍ଗି ଦେଇଛନ୍ତି ସେଇଦିନ ରାତିରେ ଏବଂ ତା ବାପା ଯୋଉ ଡିସିଜିର ବାପା ଦାଶରଥୀ ବଗର୍ତ୍ତୀ ତାକୁ ଖୋଜି ଖୋଜି 7 ତାରିଖ ଦିନ ପାଇଛି। ମାନେ 3 ଦିନ ଧରିକି ଯୋଉଟା 6 ତାରିଖ ଦିନ ସେ ଆପଣଙ୍କର 2 ଦିନ ପରେ ଯାଇ ଆପଣଙ୍କ ଖୋଜୁରୀ ପଡ଼ାରେ ମେନ୍ ମିସିଂ ଦେଇଛି। ମେନ୍ ମିସିଂ 6 ତାରିଖ ହେଲା ପରେ 7 ତାରିଖରେ ବଡି ପାଇଲା ପରେ ସେ ଟିକାବାଲି ଥାନାରେ ରିପୋର୍ଟ କରିଛି। ଏବଂ ଏ ଏକ୍ୟୁଜ୍ ଯୋଉ ଅଛି ସେ ବହୁତ ଚାଲାକ ପ୍ରକାଶ ହଂସ। ସେ ଟୋଟାଲି ଏଭିଡେନ୍ସକୁ ଡିସାପିୟର କରିବା ପାଇଁ ତାର ଗାଡ଼ିର ପେଟ୍ରୋଲ ବାହାର କରି ସେଥିରେ ଢାଲି ଦେଇଛି ଏବଂ ପୋଡ଼ି ମଧ୍ୟ ଦେଇଛି ସବୁ, ଯୋଉଟାକୁ ଆମେ କାଲି ଇନଭେଷ୍ଟିଗେସନ ବି ଆମେ କରିଛେ ଏବଂ ପାଇଛେ ମଧ୍ୟ ଏବଂ ପୋଷ୍ଟମର୍ଟମ ରିପୋର୍ଟରେ ଆମେ ସେଟାକୁ ପକେଇଛୁ। ଆମେ ବର୍ତ୍ତମାନ ସୁଦ୍ଧା ଆମର ଏଇ ସଂକ୍ରାନ୍ତରେ ମର୍ଡର କେସ୍ରେ ଯୋଉ ଲାଠିରେ ମାଡ଼ ହେଇଥିଲା ସେ ଲାଠିଟା ରକ୍ତ ଭିଜା ଲାଠିଟା ଆମେ ସିଜ୍ କରିଛେ ଏବଂ ତା ମୁଣ୍ଡକୁ ଯୋଉଟା ଆଘାତ କରି ଚୁନା କରାହେଇଛି ସେ ପଥର ଖଣ୍ଡ ମଧ୍ୟ ଜବତ କରାହେଇଛି ଏବଂ ଯୋଉ ବାଇକ୍ ବ୍ଲୁ କଲର ଆପଣଙ୍କର ଅଛି ପଲ୍ସର ବାଇକ୍, ସେ ବାଇକ୍ଟା ମଧ୍ୟ ଆମେ ସିଜ୍ କରିଛୁ। ଏଇଟା ମୁଖ୍ୟତଃ ଆପଣଙ୍କର ଗୁଣି ସନ୍ଦେହରେ ତାର ଯୋଉ ଭାଇ ଥିଲା ଏକ୍ୟୁଜର ଭାଇ ଆମର ପ୍ରକାଶ ହଂସ ତାର ରିଭେଞ୍ଜ ପ୍ରତିଶୋଧାତ୍ମକ ରହି ଏ କାର୍ଯ୍ୟକ୍ରମଟା ସେ ସମ୍ମୁଖୀନ କଲେ। ଏବେ ଆମେ 3 ଜଣଙ୍କୁ ଆପ୍ରିହେଣ୍ଡ କରିଛୁ। ତାଙ୍କର ମେଡିକାଲ ଏକ୍ସାମିନେସନ ହେଲା ପରେ ଆମେ ତାଙ୍କୁ दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।